କହିଲି ଆମ ମ୍ୟାଟରଟା ଆପଣ ଛିଡେଇବେ, ସିଏ କହୁଛନ୍ତି ମୋ ବାପା ଛିଡେଇବେ, ତ ମ୍ୟାଟରଟା କେତେ ଦିନ ପରେ ଛିଡେଇବେ ମତେ ସେଇଟା ଟିକେ ଜଣେଇଲେ। ଆପଣ ମତେ କହିଲେ 2 ମାସ ପରେ ମୁଁ ପଇସା ଦେଇଦେବି ତୁ ଯା, ତାପରେ ଆପଣଙ୍କ ପୁଅ ପଇସା ଦଉନାହାନ୍ତି, ଆଉ କେତେ ଦିନ ପରେ ମୁଁ ମୋ ବାପାଙ୍କ ପଇସାକୁ ଭିକାରୀ ଭଳିଆ ମାଗିବି? ନାଇଁ ପଇସା ପତ୍ର ମଗାମଗି କଲେ ତ ଭଲ ଲାଗିବନି, ବାରମ୍ବାର ମାଗିଲେ କଣ ଭଲ ଲାଗିବ? ଆପଣ କୁହନ୍ତୁ 6 ମାସ ହେଲାଣି ମୋ ଭଳିଆ ପିଲା, ନୋ ଝଗଡା ନା କିଛି, ମୁଁ ଶାନ୍ତିରେ ପଳେଇ ଆସିଲି। ଆପଣଙ୍କ ପୁଅ ନାଁରେ କେସ୍ ଥିଲା, ମୁଁ କେସ୍ ଉଠେଇକି ପଳେଇ ଆସିଲି। ହଁ ଆଉ ହଁ ହଁ। କେତେ ଦିନ ପରେ ମତେ ମତେ ମ୍ୟାଟର ଛିଡେଇବେ? ମୁଁ ଗୋଟେ ଝିଅଟା, ମୋ ବୟସ ବି ସରୁଛି, ଆଉ କେତେ ଦିନ ଆପଣ ମତେ ଝୁଲେଇକି ରଖିବେ? କେସ୍ ଚାଲିବ, ଲୋକ ଜାଣିବେ, ଆପଣ ଭଲ ଲାଗିବ? ଆପଣ ନିଜେ କୁହନ୍ତୁ। କେସ୍ ଚାଲିବ, ଲୋକ ଜାଣିବେ, ଟାହି ଟପରା କରିବେ, ସତ କଥା ଜାଣିବେ ଯେ ଟୋକାର ଏମିତି ଲଫଡା ଯୋଗୁ ଝିଅ ଛାଡିଲା। ଆପଣ ନିଜେ ମୁଣ୍ଡ ଟେକି ଚାଲିପାରିବେ ଯଦି ମୁଁ କେସ୍ କରିବି? ନାଇଁ ନାଇଁ ନାଇଁ, କେସ୍ କାସ୍ ହେଲେ କଣ ଲାଭ ହବ ଯେ? ସମସ୍ତେ ମୁଁ ତ ଲୋକ ଅଛନ୍ତି। ସାଇଲେଣ୍ଟ ରହିଲାଣି 6 ମାସ ହେଲାଣି, ମତେ ଛିଡଉନାହାନ୍ତି କଣ ପାଇଁ? କି ଛିଡେଇବ? ମତେ କହୁଛନ୍ତି ମୋ ବାପା ଆସି କଥା ହେବେ। ହଁ, ତମ ବାପାଙ୍କୁ ଡାକ, ଆମେ 2 ଜଣ ଆମେ ବସିବା। ତ କଥା ହେଲେ, କୋର୍ଟରେ ବସିଲେ, ସବୁ ମ୍ୟାଟର ଛିଡିଲା, ଆଡଭୋକେଟ ବସିଲେ, ଆପଣ ପୁଣି 2 ଜଣ ବସିକି କଣ କଥା ଛିଡେଇବେ? ଆମର ତ ଯାହା କଥା ଛିଡିବ କୋର୍ଟରେ ଛିଡିବ। ଆରେ ସେ କୋର୍ଟ ଛିଡିବ ଯେ, ଏ ଯୋଉ ଦବା ନବା କଥାଟା, ଏ ହଁ, ଯୋଉ ଆମର ବା ପଇସା ଦବା ନବା, ବାପା ବୋଉଙ୍କ ଭିତରେ ଦବା ନବା କଥା ନାହିଁ। ଆପଣ ଆମ ଆଡଭୋକେଟ ସାଥିରେ କଥା ହେବେ, ସେଇଠି ଏଗ୍ରିମେଣ୍ଟ କରିବେ। କାଳେ ମୁଁ ପଇସା ନେଇ ଠକିଦେବି, କାଳେ ମୁଁ ମିଛ କହିବି, କାଳେ ମୁଁ ଫାଙ୍କି ଦେବି, କାଳେ ମୁଁ ଆପଣଙ୍କ ପୁଅକୁ ହଇରାଣ କରିବି, ସେଇଟା କୋର୍ଟ ପେପରରେ ସତ କଥା କହିବ ନା କଥାରେ କଥାରେ ସତ କଥା ବାହାରିବ? କୋର୍ଟ ହବ, ଭଦ୍ରଲୋକ ହେବେ। ବାହାଘର କଣ କୋର୍ଟ କରିଥିଲା? କୋର୍ଟ ହିଁ, ବାହାଘର କୋର୍ଟ କରିଥିଲା? ବାହାଘରର ସାର୍ଟିଫିକେଟ ଆମର କୋର୍ଟ ହିଁ କରିଥିଲା। ପ୍ରଥମ ବାହାଘରଟା ଆମର କୋର୍ଟ ହିଁ କରିଥିଲା। ଆମ ବାହାଘରକୁ ଭଦ୍ରଲୋକ ବି କେହି ଆସିକି କରିନଥିଲେ, ମୋ ବାପା ବସି କରିଥିଲେ। ଆପଣ ଆସିକି ଆଡଭୋକେଟ ହାତରେ ବସିକି କଥା ହଉନାହାନ୍ତି। ମୋ ବାପା ବସିଥିବେ, ଆଡଭୋକେଟ ବସିଥିବେ, ଆପଣ ବସିଥିବେ, ପରଫେକ୍ଟ ନିୟମରେ କଥା ବାହାରିବ। ଆଉ ମନ ଇଚ୍ଛା ଆମେ କଥା ବାହାର କଲେ କିଛି ତ ଲାଭ ନାହିଁ ନା। ନାଇଁ ନାଇଁ, ମନ ଇଚ୍ଛା କଥା କଲେ କଣ ହବ? ଆମେ ଗୋଟେ ମନ ଇଚ୍ଛା କହିଦଉଥିବୁ, ଆପଣ ଗୋଟେ ମନ ଇଚ୍ଛା କହିଦଉଥିବେ, କଥା କେତେ ଦୂର ଠିକ ହବ? ନାଇଁ ନାଇଁ ନାଇଁ, ସେଇଟା ଠିକ ନୁହଁ, ବୁଝିଲି। ଆଉ ମୁଁ ଗୋଟେ କଥା କହିଦେଇକି ପରେ ଫାଙ୍କି ଦଉଥିବି, ବଟ ଆମେ ଗୋଟେ ଆଡଭୋକେଟ ସାଙ୍ଗରେ ଯଦି ବସିକି କଥା ହଉଥିବା, ସିଏ କଣ କଥା ଫାଙ୍କିବା? ଆମର କୋଉ ଭଦ୍ରଲୋକ କେହି ପଇସା ଦେବେ କି? କେହି ଭଦ୍ରଲୋକ ପଇସା ଦେବେନି। ଆପଣ ଆସିବେ, ଆପଣ ଆସିବେ, ଆପଣଙ୍କର ଠିକ ଅଛି, ଆପଣଙ୍କ ତରଫରୁ ଭଦ୍ରଲୋକ ଆଣନ୍ତୁ, ମୋର କିଛି ଲେନ ଦେନ ନାହିଁ, ହେଲା। ଆଉ ମୋ ବାପା ବସିଥିବେ, ମୁଁ ବସିଥିବି, ଆପଣ ପୁଅ ବସିଥିବେ, ଆପଣ 100 ଭଦ୍ରଲୋକ ଆଣନ୍ତୁ, 200 ଭଦ୍ରଲୋକ ଆଣନ୍ତୁ, ସେଟା ଆପଣଙ୍କ ଉପରେ ଡିପେଣ୍ଡ କରେ। କାହିଁକିନା ମୋର କଥା ମୋ ବାପା ଆଉ ମୋ ଆଡଭୋକେଟ ହେବେ। ମୋର ଏଠି ଭଦ୍ରଲୋକ ଲାକିକି ଲୋକ ଲଜ୍ଜା ହବାର ନାହିଁ। ଲୋକ ସବୁ ଜାଣିବେ, ହଁ ପୁଅ ଏମିତି ଲଫଡା କରିଥିଲା, ମୋ ଗାଁ ଲୋକ ଜାଣିବେ ପୁଅ ଏମିତି ଲଫଡା କରିଥିଲା ବୋଲି ଝିଅ ଛାଡିଦେଲା। ମତେ ଲୋକ ଲଜ୍ଜା ହବାର ନାହିଁ। ମତେ ଟୋଟାଲ ଲୋକଙ୍କୁ ଜଣେଇବାର ନାହିଁ ମୋ ସ୍ୱାମୀର ଏଇ ଗୁଣ ଯୋଗୁଁ ମୁଁ ଛାଡିକି ଆସିକି ରହୁଛି। ମୋ ଜଣେଇବାର ନାହିଁ ବୋଲି ମୁଁ ଭଦ୍ରଲୋକ ଡାକୁନି।